ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା କେଉଁମାନେ ଆନନ୍ଦ କରିବା ଅସମ୍ଭବ ଅଟେ। ଆଜିର ପ୍ରସଙ୍ଗ ହେଲା କେଉଁମାନେ ଆନନ୍ଦିତ ରହିବା ବା ଆନନ୍ଦ କରିବା ଅସମ୍ଭବ ଅଟେ। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ବାଇବଲରେ ଦେଖିବେ ନୂତନ ନିୟମର ପ୍ରଥମ ବ୍ୟକ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସକାଶେ ଯେ ଶହୀଦ ହେଇଥିଲେ, ସାକ୍ଷ୍ୟମର ହେଇଥିଲେ, ସେହି ବ୍ୟକ୍ତି ହେଉଛନ୍ତି ସ୍ତିଫାନ। ସ୍ତିଫାନକୁ ଯେତେବେଳେ ତାହାଙ୍କର ତାଳନାକାରୀମାନେ ବିଚାର ସଭାକୁ ଟାଣି ଆଣୁଛନ୍ତି, ତାହାଙ୍କୁ ଚାପୁଡ଼ା ମାରୁଛନ୍ତି, ପତର ଫୋପାଡ଼ି ମାରୁଛନ୍ତି, ନିନ୍ଦା ଅପମାନ କରୁଛନ୍ତି, ସେହି ସମୟରେ ସ୍ତିଫାନଙ୍କର ମୁଖ ସ୍ୱର୍ଗର ଦୂତଙ୍କ ମୁଖ ପରି ଦେଖାଗଲା। ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିବେ, ଯେତେବେଳେ ଶତ୍ରୁମାନେ ତାଙ୍କୁ ଧରିଲେ, ମୁହଁରେ ଛେପ ପକାଇଲେ, ଚାପୁଡ଼ା ମାରିଲେ, କରଡ଼ା ପ୍ରହାର କଲେ ଏବଂ କ୍ରୁଶକୁ କାନ୍ଧରେ ବୋହାଇ ଯେତେବେଳେ ତାଙ୍କୁ ଗଲଗଥା ପଥ ମଧ୍ୟରେ ଚଲାଇ ନେଲେ, ସେହିପରି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୁଖ ଚକମକି ପଥର ପରି ଦେଖାଗଲା। ପ୍ରିୟମାନେ, ଆପଣମାନଙ୍କୁ ଆଉ ମୋତେ ପରମେଶ୍ୱର ଏଥିପାଇଁ ଡାକିଲେ, ଏଥିପାଇଁ ବାଛିଲେ, ଆମେ ପ୍ରତିଟି ପରିସ୍ଥିତିରେ ଯେପରି ଆମେ ପ୍ରଭୁଙ୍କ ଠାରେ ଆନନ୍ଦ କରିବା। ଆମ ପାରିବାରିକ ଜୀବନରେ ହେଉ, ବ୍ୟକ୍ତିଗତ ଜୀବନରେ ହେଉ, ଆମେ ଆନନ୍ଦରେ ରହିବା, ଖୁସିରେ ରହିବା, ଆଉ ପ୍ରତିଟି ପରିସ୍ଥିତିରେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ପ୍ରଭୁଙ୍କ ଠାରେ ଆନନ୍ଦ କରିବା, ଏହା ପରମେଶ୍ୱର ଇଚ୍ଛା କରନ୍ତି। କିନ୍ତୁ ଏହିସବୁ ମଧ୍ୟରେ ଆପଣ ଆଜି ଖ୍ରୀଷ୍ଟିଆନ ସମାଜରେ ଦେଖିବେ, ଅନେକ ପରିବାରରେ ଆପଣ ଦେଖିବେ, ଅନେକ ପରିବାରରେ ଖ୍ରୀଷ୍ଟିଆନ ସମାଜରେ ସବୁ ବିଷୟ ରହିଛି। ଗାଡ଼ି ଘୋଡ଼ା, ସେମାନଙ୍କର ଘର ଦ୍ୱାର, ଧନ ସମ୍ପତ୍ତି, ପ୍ରତ୍ୟେକ ବିଷୟ ରହିଛି। ଭଲ ଭଲ ଘର ରହିଛି, ଭଲ ଭଲ ଦାମୀ କାର ଗୁଡ଼ିକ ରହିଛି, ହାତରେ ଭଲ ମୋବାଇଲ ରହିଛି। କିନ୍ତୁ ଆପଣ ଅତି ଅଳ୍ପ ବିଷୟ ଯାହା ଦେଖିବେ ଖ୍ରୀଷ୍ଟିଆନ ସମାଜରେ ଆଜି ପରସ୍ପର ମଧ୍ୟରେ ଭଲ ମିଳନ ନାହିଁ, ପରିବାରରେ ଆନନ୍ଦ ନାହିଁ, ଅଶାନ୍ତି, ଗଣ୍ଡଗୋଳ, ବିଭିନ୍ନ ପ୍ରକାର ପରିସ୍ଥିତି ଦେଇ ଆଜି ଖ୍ରୀଷ୍ଟିଆନ ସମାଜ ଗତି କରୁଛି। ପ୍ରିୟମାନେ, ଏହିସବୁର କାରଣ କ'ଣ ଅଟେ? ଆଜି ବାକ୍ୟରୁ ମୁଁ କେତୋଟି ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯେଉଁ କାରଣ ଦ୍ୱାରା କି ଆଜି ଆନନ୍ଦ ସରିଯାଉଛି, ଆନନ୍ଦରେ ରହିବା, ଖୁସିରେ ରହିବା ଅସମ୍ଭବ ମନେ ହେଉଛି। ଆପଣମାନଙ୍କ ନିକଟରେ ପ୍ରଭୁଙ୍କ ବାକ୍ୟରୁ ଗୋଟେ ପଦ ପଢ଼ି ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଯଦ୍ୱାରା କି ଆମେ ପ୍ରଭୁଙ୍କ ଠାରେ ଅଧିକ ଆନନ୍ଦ କରିପାରିବା, ଖୁସିରେ ଆମେ ଜୀବନଯାପନ କରିପାରିବା। ଆପଣମାନେ ମୋ ସହିତ ପଢ଼ିବେ ବିଳାପ 3 ଅଧ୍ୟାୟକୁ ଆସିବେ। ବିଳାପ ଗୀତ 3 ଅଧ୍ୟାୟ ତାର 17 ପଦରେ ଏହି ପ୍ରକାର ଲେଖାଯାଏ, ପୁଣି ତୁମ୍ଭେ ମୋହର ପ୍ରାଣକୁ ଶାନ୍ତିରୁ ଦୂରରେ ରଖିଅଛ, ମୁଁ ସୁଖ ଭୋଗ ପାଶୋରି ଗଲି। ପ୍ରିୟମାନେ, ଏହି ସ୍ଥାନ ଲେଖାଯାଉଛି ଯେ ମୋର ଜୀବନକୁ ତୁମେ କ'ଣ କରିଛ? ଶାନ୍ତିରୁ ଦୂରରେ ରଖିଛ। ପ୍ରିୟମାନେ, ଜଣେ ବ୍ୟକ୍ତିଙ୍କ ଜୀବନରେ ଯେତେବେଳେ ଶାନ୍ତି ନଥାଏ, ସେ କେବେ ମଧ୍ୟ ଖୁସିରେ ରହିପାରେ ନାହିଁ, ଆନନ୍ଦରେ ରହିପାରେ ନାହିଁ। ଆଜି ଅନେକ ପରିବାରରେ ଖୁସିରେ, ଆନନ୍ଦରେ ପ୍ରଭୁଙ୍କ ସହିତ ଚାଲିବା ଅସମ୍ଭବ ହେଉଛି। କାହିଁକି? କାରଣ ସେମାନଙ୍କ ଜୀବନରେ ଶାନ୍ତି ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ଅଶାନ୍ତି ହେବାର କାରଣ କ'ଣ? ଆଜି ପରିବାରରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସେମାନଙ୍କର ପଡ଼ୁନାହିଁ, ବାପା ଝିଅ ସହିତ ପଡ଼ୁନାହିଁ, ବାପା ପୁଅ ସହିତ ପଡ଼ୁନାହିଁ, ଶାଶୁ ବୋହୂ ସହିତ ସେମାନଙ୍କର ଅଶାନ୍ତି, ଗଣ୍ଡଗୋଳ। ସେଥିପାଇଁ ଆଜି ସେମାନଙ୍କ ମଧ୍ୟରେ ଖୁସି ନାହିଁ, ଆନନ୍ଦ ନାହିଁ। ଆଜି ଆପଣ ଦେଖିବେ ଭଲ ଭଲ ଘର ବାନ୍ଧିଛନ୍ତି, ମାତ୍ର ସେହି ଘରେ ସେମାନେ ପଶିଲା ବେଳେ ସେମାନଙ୍କ ଠାରେ ଆନନ୍ଦ ଆସିପାରୁନାହିଁ। ଘର ବାନ୍ଧିଲେ ଆମେ ଭଲରେ ରହିବୁ, ଗାଡ଼ି କିଣିଲେ ଆମେ ଆନନ୍ଦରେ ଖୁସିରେ ରହିବୁ, ଏହା ଭାବି ଅନେକ ଲୋକ EMIରେ ଘର ବାନ୍ଧିଲେ, EMIରେ ଗାଡ଼ି ଆଣିଲେ, ଋଣ କରି ବିଭିନ୍ନ ପ୍ରକାର ନିଜର ପ୍ରାଣକୁ ବାଜି ଲଗାଇ ସବୁ କାମ କଲେ। କିନ୍ତୁ EMI ବାନ୍ଧି ବାନ୍ଧି ଫାଇନାନ୍ସିଆଲ ପ୍ରୋବ୍ଲେମରେ ସେମାନେ ପଡ଼ିଯାଇ ସେମାନଙ୍କର ଦୁଃଖରେ ଜୀବନ ଗୁଡ଼ିକ ବିତୁଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଆମଠାରୁ ଶାନ୍ତି ଦୂର ହେଇଯାଏ, ଯେତେବେଳେ ଆମର ଜୀବନରେ ଅଶାନ୍ତି ଆସେ, ସେହି ସମୟରେ କେବେ ମଧ୍ୟ ଆମେ ଆନନ୍ଦ କରିବା
ଅସମ୍ଭବ ଲାଗେ। ସେଥିପାଇଁ ପ୍ରଭୁଙ୍କ ବାକ୍ୟ କହେ ଯେ ଯେତେ ସାଧ୍ୟ ତୁମେ ସମସ୍ତଙ୍କ ସହିତ ଶାନ୍ତିରେ ରହିବା ପାଇଁ ଚେଷ୍ଟା କର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଆମେ ସେହି ପରମେଶ୍ୱରଙ୍କ ନିକଟକୁ ଯିବା ଯେଉଁ ପରମେଶ୍ୱର ଆମକୁ ଶାନ୍ତି ଦିଅନ୍ତି। ଯୀଶୁଖ୍ରୀଷ୍ଟ ହିଁ ଆମର ଶାନ୍ତି ଅଟନ୍ତି। ଆମେ ପରିବାରରେ ଅଶାନ୍ତି ହେବାର କାରଣ ହେଲା କୋଉଠି ନା କୋଉଠି ଆମେ ଭାବୁ ଯେ ମୋର ଘର ମୋତେ ଶାନ୍ତି ଦେବ, ଟଙ୍କା ଥିଲେ ଶାନ୍ତି, ଆମକୁ ଭଲ ଖାଇବାକୁ ଥିଲେ ଶାନ୍ତି, ଭଲ ପିନ୍ଧିବାକୁ ଥିଲେ ଶାନ୍ତି। ଏହା କୋଉଠି ନା କୋଉଠି ଭାବି ଅନେକ ଭାଇ ଭଉଣୀମାନେ ନିଜ ଜୀବନକୁ ଅନ୍ୟ ଆଡ଼କୁ ନେଇଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯୀଶୁ ହିଁ ଶାନ୍ତି ଅଟନ୍ତି। ଯେବେ ଯୀଶୁଖ୍ରୀଷ୍ଟ ଆମ ଜୀବନରେ ଆସିବେ ଆଉ ଆମ ଜୀବନରେ ଶାନ୍ତି ଆସିବ ଆଉ ଆମେ ସର୍ବଦା ଆନନ୍ଦରେ ରହିପାରିବା, ଆମେ ପ୍ରଭୁଙ୍କ ଠାରେ ଆନନ୍ଦ କରିପାରିବା। ସେଥିପାଇଁ ଗୀତ ସଂଗୀତା ତାର 51 ଅଧ୍ୟାୟରେ ଦାଉଦ କହିଲେ ଯେ ପବିତ୍ର ଆତ୍ମା ମୋ ଠାରୁ ନିଅ ନାହିଁ ଏବଂ ତୁମର ପରିତ୍ରାଣର ଆନନ୍ଦ ମୋତେ ଫେରାଇ ଦିଅ। ପ୍ରିୟମାନେ, ଯେତେବେଳେ ପବିତ୍ର ଆତ୍ମା ଆମ ଠାରୁ ଚାଲିଯାଆନ୍ତି, କେତେବେଳେ ପବିତ୍ର ଆତ୍ମା ଆମ ଠାରୁ ଚାଲିଯାଆନ୍ତି? ଯେତେବେଳେ ଆମେ ଅପବିତ୍ର କାମ ଗୁଡ଼ିକ କରୁ, ଯେତେବେଳେ ଆମେ ପାପରେ ପଡ଼ୁ, ସେହି ସମୟରେ ପବିତ୍ର ଆତ୍ମା ଜଣେ ମନୁଷ୍ୟ ଠାରୁ ସେ ବାହାରି ଯାଆନ୍ତି। ଯେତେବେଳେ ପବିତ୍ର ଆତ୍ମା ବାହାରି ଯାଆନ୍ତି ପ୍ରିୟମାନେ, ଆଉ ଜଣେ ମନୁଷ୍ୟ ସେହି ସମୟରେ ସେ କେବେ ମଧ୍ୟ ଆନନ୍ଦ କରିପାରେ ନାହିଁ, କେବେ ମଧ୍ୟ ସେ ଖୁସି ଆନନ୍ଦରେ ଆଉ ପରିବାରରେ ପ୍ରେମରେ ସେ ରହିପାରେ ନାହିଁ। ସେଥିପାଇଁ ଦାଉଦ କହିଲେ ପବିତ୍ର ଆତ୍ମା ମୋ ଠାରୁ ନିଅ ନାହିଁ। ସେ କେତେବେଳେ କହୁଛନ୍ତି? ଯେତେବେଳେ ସେ ବ୍ୟଭିଚାର ପାପରେ ପଡୁଛନ୍ତି, ସେ ଅନୁତାପ କରୁଛନ୍ତି। ଆପଣ ଏଇ ପ୍ରକାର ପରିସ୍ଥିତି ଦେଇ ଯଦି ଆପଣ ଯାଉଛନ୍ତି, ଆଜି ଆପଣ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ଆବଶ୍ୟକ ରହିଛି, ଅନୁତାପ କରିବା ଆବଶ୍ୟକ ରହିଛି, ଯଦ୍ୱାରା କି ଆପଣ ସେ ଆନନ୍ଦକୁ ଫେରି ପାଇବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନେକ ଆଜି ଭାବିଲେ ଯେ ଭଲ ଘର ଟିକେ ବାନ୍ଧିଲେ ମୋର ସ୍ତ୍ରୀ ସନ୍ତୁଷ୍ଟ ହେବେ, ମୁଁ ଭଲ ଶାଢ଼ୀ ଟିକେ କିଣିଦେଲେ ସେ ଖୁସି ହେବେ, ସୁନା ଟିକେ ବନେଇଦେଲେ ତାଙ୍କର ମନ ସନ୍ତୋଷ ହେବ, ଏହା ଭାବି ଋଣ ବାଡ଼ି ସବୁ କରି ଏଇ ପ୍ରକାର ପରିସ୍ଥିତି ଦେଇ ଆଜି ଅନେକ ଗଲେ। ମାତ୍ର ତଥାପି ଆଜି ପରିବାରରେ ଖୁସି ନାହିଁ, ଆନନ୍ଦ ନାହିଁ, ଅଶାନ୍ତି, ବିଭିନ୍ନ ପ୍ରକାର ପରିସ୍ଥିତି ଦେଇ ସେମାନେ ଗତି କରୁଛନ୍ତି। ପ୍ରିୟମାନେ, ଆମେ ପରସ୍ପରକୁ ଯେତିକି ସନ୍ତୁଷ୍ଟ କରିବା, ତାଠାରୁ ମଧ୍ୟ ଯଦି ଆମେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା, ଯଦି ଆମେ ପରମେଶ୍ୱରଙ୍କୁ ତୁଷ୍ଟ କରିବା, ତାହେଲେ ସେ ଆମ ଜୀବନରେ ଶାନ୍ତି ଦେବେ, ସେ ଆମ ଜୀବନରେ ଆନନ୍ଦ ଦେବେ। ଆପଣମାନଙ୍କ ନିକଟରେ ମୁଁ ଗୋଟେ ବାକ୍ୟ ପଢ଼ିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଆସିବେ ଉପଦେଶକ 2 ଅଧ୍ୟାୟ। ଉପଦେଶକ 2 ଅଧ୍ୟାୟ 26 ପଦରେ ଏହି ପ୍ରକାର ଲେଖାଯାଏ, ଯେହେତୁ ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ତୁଷ୍ଟ କରେ ସେ ତାହାକୁ ଜ୍ଞାନ ଓ ବିଦ୍ୟା ଓ ଆନନ୍ଦ ଦିଅନ୍ତି। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ, ସେହି ବ୍ୟକ୍ତିକୁ ପରମେଶ୍ୱର ଜ୍ଞାନ, ବିଦ୍ୟା ଆଉ ଆନନ୍ଦ ଦିଅନ୍ତି। ସେଥିପାଇଁ ଆମେ ପ୍ରଭୁଙ୍କର ଖୁସି ନିମନ୍ତେ ବଞ୍ଚିବା ଆବଶ୍ୟକ ରହିଛି। ପରମେଶ୍ୱରଙ୍କର ଗୌରବ ନିମନ୍ତେ ଆମେ ପ୍ରତ୍ୟେକ କାର୍ଯ୍ୟ କରିବା ଆବଶ୍ୟକ ରହିଛି। ତାହେଲେ ଆମେ ଆନନ୍ଦ କରିପାରିବା, ତାହେଲେ ଆମେ ପ୍ରଭୁଙ୍କ ଠାରେ ଆମେ ଖୁସିରେ ରହିପାରିବା। ସେଥିପାଇଁ ଆମେ ଯେପରି ଆମ ଜୀବନରେ ଅଶାନ୍ତି ନ ଆସିବ, ପରିବାରରେ ଅଶାନ୍ତି ନ ଆସିବ, ଏହା ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବା ଆବଶ୍ୟକ ରହିଛି ଏବଂ ପ୍ରଭୁଙ୍କର ସାହାଯ୍ୟକୁ ଆମେ ମାଗିବା ଆବଶ୍ୟକ ରହିଛି। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ପରମେଶ୍ୱର ହିଁ ଆମକୁ ଆନନ୍ଦ ଦେବେ ଆଉ ସେ ଯେତେବେଳେ ଆନନ୍ଦ ଦେବେ, ଆମେ ସବୁବେଳେ ତାହାଙ୍କ ଠାରେ ଆମେ ଆନନ୍ଦ କରିପାରିବା। ସେଥିପାଇଁ ଗୀତ ସଂଗୀତା 16 ଅଧ୍ୟାୟ 11 ପଦରେ ଲେଖାଗଲା, ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ, ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ। ପ୍ରଭୁଙ୍କର ଉପସ୍ଥିତିରେ ଆନନ୍ଦର ପୂର୍ଣ୍ଣତା ଥାଏ। ପ୍ରିୟମାନେ, ଆଜି ଅନେକ ଆନନ୍ଦ କରିବା ଅସମ୍ଭବ, କାହିଁକି? ସେମାନଙ୍କ ଜୀବନରେ ପରମେଶ୍ୱର ନାହାନ୍ତି। ଧନ୍ୟ ଆମ୍ଭେମାନେ, ଆମ୍ଭମାନଙ୍କ ଜୀବନରେ ଯୀଶୁଖ୍ରୀଷ୍ଟ ଅଛନ୍ତି। ଯୀଶୁଙ୍କ ବିନା ଆନନ୍ଦ କରିବା ଅସମ୍ଭବ। ସେହି ଦିନ ସ୍ତିଫାନ ଆନନ୍ଦ କଲେ। ସ୍ତିଫାନ ଯେତେବେଳେ ପଥର ଫୋପାଡ଼ି ଲୋକମାନେ ମାରୁଥିଲେ, ସେହି ସମୟରେ ସେ ପରମେଶ୍ୱରଙ୍କୁ ଦେଖି ସେ ଖୁସି ହେଲେ, ଆନନ୍ଦିତ ହେଲେ। ସେହିଦିନ ପିତର ଆଉ ଯୋହନଙ୍କୁ ଲୋକମାନେ କରଡ଼ା ପ୍ରହାର କଲାବେଳେ ସେମାନେ ପ୍ରଭୁଙ୍କ ଠାରେ ଆନନ୍ଦ କଲେ। ସେହିଦିନ ଜେଲରେ ପାଉଲ ଆଉ ସିଲା ଯେତେବେଳେ ଜେଲରେ ବନ୍ଧା ଥିଲେ, ସେମାନେ ସେଠି ଆନନ୍ଦ କଲେ। କାହିଁକି ଆନନ୍ଦ କଲେ? କାରଣ ସେମାନେ
ଯୀଶୁଙ୍କୁ ଜାଣିଥିଲେ। ଯୀଶୁଙ୍କ ବିନା ଜଣେ ବ୍ୟକ୍ତି ଆନନ୍ଦ କରିବା ଅସମ୍ଭବ ଅଟେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଯୀଶୁଙ୍କ ଠାରେ ଆନନ୍ଦର ପୂର୍ଣ୍ଣତା ଅଛି। ସେଥିପାଇଁ ଆଜି ଅନେକ ଆନନ୍ଦ କରିପାରୁନାହାନ୍ତି, କାରଣ ସେମାନଙ୍କ ଜୀବନର ମୂଳ ବିଷୟ ଯୀଶୁ ନୁହନ୍ତି। ଯୀଶୁଙ୍କ ନିକଟରେ ସେମାନେ ଏଥିପାଇଁ ଯାଇଛନ୍ତି, ଯୀଶୁ କୋଉଠି ନା କୋଉଠି ସେମାନଙ୍କର ସମସ୍ୟା ସମାଧାନ କରିଦେବେ। ସେମାନେ ଟିକେ ଧନଶାଳୀ ହେବେ, ସେମାନଙ୍କର ନାମ ଟିକେ ଉପରକୁ ବଢିବ, ସେମାନଙ୍କ ରୋଗ ସୁସ୍ଥ ହେବ। କୌଣସି ନା କୌଣସି ଗୋଟେ ସ୍ୱାର୍ଥ ନେଇ, ଗୋଟେ ଉଦ୍ଦେଶ୍ୟ ନେଇ ସେମାନେ ଯାଇଛନ୍ତି। ପ୍ରିୟମାନେ, ଆମର ଏଇ ଜାଗତିକ ବିଷୟ ପ୍ରତି ଆମେ ନ ଯାଇ ଯୀଶୁ ହିଁ ମୋର ସବୁ କିଛି, ଏହା ଯେତେବେଳେ ଆମେ ଯୀଶୁଙ୍କ ଉପରେ ବା ନିଜ ଉପରେ ଆମେ ଡିସାଇଡ କରି ପରମେଶ୍ୱରଙ୍କ ନିକଟରେ ସମର୍ପିତ ହେବା, ଆମେ ଆନନ୍ଦ କରିପାରିବା। ଆଜି କାହିଁକି ଲୋକ ଆନନ୍ଦ କରିପାରୁନାହାନ୍ତି? ଅଶାନ୍ତି କାରଣରୁ ଏବଂ ଯୀଶୁଙ୍କ ବିନା। ସେଥିପାଇଁ ଆଜି ଅନେକ ଆନନ୍ଦ କରିପାରୁନାହାନ୍ତି। ପ୍ରଭୁଙ୍କର ଗୌରବ ହଉ। ମୋର ପ୍ରାର୍ଥନା, ଆମ ସମସ୍ତଙ୍କୁ ପରମେଶ୍ୱର ଆନନ୍ଦ କରିବା ପାଇଁ, ସର୍ବଦା ସବୁ ପରିସ୍ଥିତିରେ ପ୍ରଭୁଙ୍କ ଠାରେ ଆନନ୍ଦ କରିବା ପାଇଁ ପ୍ରଭୁ ଆମମାନଙ୍କୁ ବଳ ଶକ୍ତି ପ୍ରଦାନ କରନ୍ତୁ। ଆସନ୍ତୁ ପ୍ରଭୁଙ୍କ ନିକଟରେ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ପିତା, ଆଜି ଖ୍ରୀଷ୍ଟିଆନ ସମାଜରେ ଅନେକ ଭାଇ ଭଉଣୀମାନେ ଦୁଃଖ, ଅଶାନ୍ତି, ସମସ୍ୟା ଦେଇ ଗତି କରୁଛନ୍ତି। ପ୍ରଭୁ, ଏହି ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଯିବା ସମସ୍ତ ଆମ ଭାଇ ଭଉଣୀମାନଙ୍କୁ ତୁମେ ଯତ୍ନ ନିଅ, ସମ୍ଭାଳ। ତୁମ ବିନା ଆନନ୍ଦ କରିବା ଅସମ୍ଭବ। ତୁମେ ଦେଇଥିବା ଶାନ୍ତି ବିନା ଆମେ ଆନନ୍ଦ କରିବା ଅସମ୍ଭବ। ପ୍ରଭୁ, ଆମ ଜୀବନରେ ଆସୁଥିବା ପ୍ରତ୍ୟେକ ଅଶାନ୍ତିକର ଆତ୍ମା ଶକ୍ତିକୁ ଆମେ ଯୀଶୁଙ୍କ ନାମରେ ନଷ୍ଟ କରୁଛୁ। ପିତା, ଅଶାନ୍ତି ଠାରୁ ଆମ ଜୀବନକୁ ତୁମେ ଦୂରରେ ରଖ ନାହିଁ। ବାପା, ତୁମେ ଆମକୁ ଶାନ୍ତି ଦେଇ, ତୁମରି ଆନନ୍ଦ ଦେଇ ବାପା ତୁମେ ଆମକୁ ଧରି ରଖ। ଗୌରବ ମହିମା ତୁମକୁ ଦେଇ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍।